सरस्वती शिशु विद्या मंदिर ठारे ओडिशा दिवस उपलक्षे शोभायात्रा अनुष्ठित। गजपति जिला पारालाखेमुंडी स्थित सरस्वती शिशु विद्या मंदिर ठारे आज सकाळ 7:30 बेले ओडिशा दिवस उपलक्षे शोभायात्रा अनुष्ठित होईछि। मुख्य अतिथि भावे गजपति जिलापाल विजय कुमार दास सबुज पताका देखाई एही शोभायात्रार शुभारंभ करथिले। ଏହି ଶୋଭାଯାତ୍ରାଟି ନଗର ପରିକ୍ରମା କରିଥିବା ବେଳେ ବିଦ୍ୟାର୍ଥୀମାନେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭଳି ଅନ୍ୟ ମହାପୁରୁଷମାନଙ୍କ ବେଶ ଧାରଣ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ସହର ମଧ୍ୟରେ ଥିବା ବିଭିନ୍ନ ଛକ ଗୁଡ଼ିକଠାରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଏହି ଶୋଭା ତଥା ପଦଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଦୌ ମଠର ମହନ୍ତ ଶ୍ରୀ ରାମନାଥ ଦାସ ମହାରାଜ, ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ଅନୁଷ୍ଠାନର ପ୍ରଧାନ ଗୁରୁଜୀ ସରୋଜ କୁମାର ପଣ୍ଡା, ଅନୁଷ୍ଠାନର ବିଭୂତି ଭୂଷଣ ରଥଙ୍କ ସହ ଅନ୍ୟ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ରହିଥିଲେ।